ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଟାଟା ପାୱାରର ସ୍ପଷ୍ଟୀକରଣ। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା କରିବାକୁ ଟାଟା ପାୱାର ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ସାରା ବିବାଦ। ଉପଭୋକ୍ତା ମହାସଂଘଠୁ ନେଇ ରାଜନୈତିକ ଦଳମାନେ କଲେ ବଡ଼ ପ୍ରସଙ୍ଗ। ବିବାଦ ତେଜିବା ପରେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛି ଟାଟା ପାୱାର। ଟାଟା ପାୱାର ପକ୍ଷରୁ କୁହାଯାଇଛି, ଯଦି ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଇଛି, ତେବେ ପୂର୍ବରୁ ଥିବା ସୁରକ୍ଷା ଜମା ଅର୍ଥାତ୍ 2 ମାସର ବିଲିଂ ପାଇଁ ଗଣନା କରାଯାଇଥିବା ଦେୟ କମ୍ ପଡ଼ିଥାଏ। ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା ଭାବରେ ପଇଠ କରିବାକୁ ପଡ଼ିଥାଏ। ଦ୍ୱିତୀୟ ନମ୍ବର ହେଉଛି, ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ୍ ବ୍ୟବହାର 2024-25 ଆର୍ଥିକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ ବା ଆବଶ୍ୟକ ରାଶିର 10%ରୁ ଅଧିକ ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍ ବିଲ୍ରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶିରେ ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି। ପରବର୍ତ୍ତୀ ଖବର, କଳିଙ୍ଗ ଘାଟିରେ ବସ୍ ଦୁର୍ଘଟଣା। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗ ଘାଟିରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ ବ୍ୟବଧାନରେ ଦୁର୍ଘଟଣା ଘଟୁଛି। ଏହିଭଳି ଶୁକ୍ରବାର ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। ବସ୍ଟି ଭୁବନେଶ୍ୱରରୁ ଦାରିଙ୍ଗିବାଡ଼ି ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇନଥିଲା ଚାଳକଙ୍କୁ, ଫଳରେ ବସ୍ଟି ଡ୍ରେନ୍କୁ ଖସିଯାଇଥିଲା। ବସ୍ଟି ଡାହାଣ ପଟକୁ ଖସିଥିଲେ ସ୍ଥିତି ଅଲଗା ହୋଇଥାନ୍ତା। ଘାଟିର ଭୟର ପାସବରରେ ପର୍ଯ୍ୟନ୍ତ ସୋଲାର ଲାଇଟ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପରବର୍ତ୍ତୀ ଖବର, ମଣ୍ଡି ବ୍ୟବସ୍ଥାକୁ ନେଇ ସବୁଠି ଅସନ୍ତୋଷ। ଚାଲିଛି ଧାନର ଅମଳ ଋତୁ, କିନ୍ତୁ ମଣ୍ଡି ଅବ୍ୟବସ୍ଥା ଚାଷୀ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ ସବୁଠି ଚାଷୀଙ୍କୁ ଧାନ ବିକିବା ପାଇଁ ହନ୍ତସନ୍ତ ହେବାକୁ ପଡୁଛି। କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଟୋକେନ୍ ମିଳିନଥିବା ଅଭିଯୋଗ ଆସୁଛି। ନବରଙ୍ଗପୁରରେ ମଣ୍ଡି ଖୋଲିବାର ପ୍ରଥମ ଦିନରୁ ଦେଖାଦେଇଛି ଅବ୍ୟବସ୍ଥା। ସମସ୍ୟାକୁ ନେଇ ସମ୍ବଲପୁରରେ ଆସନ୍ତାକାଲି ବନ୍ଦ ଡାକରା ଦେଇଛନ୍ତି ଚାଷୀ। ପରବର୍ତ୍ତୀ ଖବର, ଭାରତକୁ ଆସିବନି ବ୍ରହ୍ମପୁତ୍ର ନଦୀର ପାଣି, ଭାରତ ପାଇଁ ବଢ଼ିଲା ଚିନ୍ତା। ଲୁଚିଚପି ଚାଇନା କରୁଛି ବଡ଼ ପ୍ଲାନ୍। ଯେଉଁ ଖବର ଶୁଣିବା ପରେ ବର୍ତ୍ତମାନ ଭାରତ ସରକାର ଚିନ୍ତାରେ ଅଛନ୍ତି। କାହିଁକି ନା ଚାଇନା ସର୍ବଦା କିଛି ନା କିଛି ମାରାତ୍ମକ କାଣ୍ଡ କରିଥାଏ। କୁହାଯାଉଛି କି ଚୀନ ଏକ ବିଶାଳ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି, ଯାହା ଭାରତ ପାଇଁ ଏକ ବଡ଼ ୱାଟର ବମ୍ ବୋଲି କୁହାଯାଉଛି। କାରଣ ଚୀନ ଏହି ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାଧ୍ୟମରେ ଭାରତକୁ ବହି ଆସୁଥିବା ବ୍ରହ୍ମପୁତ୍ର ନଦୀର ଜଳ ଧାରାକୁ ରୋକିବ। ଏହି ପ୍ରକଳ୍ପରେ ଟେକ୍ନିକାଲ ଦିଗ ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ପରବର୍ତ୍ତୀ ଖବର, ଥରେ ବାହା ହେଲେ ମିଳୁଛି 10 ଲକ୍ଷ। କେନ୍ଦ୍ରାପଡ଼ାରୁ ଆସିଲା ଚାଞ୍ଚଲ୍ୟର ଅଭିଯୋଗ। ହିନ୍ଦୁ ଝିଅଙ୍କୁ ଫସାଉଛନ୍ତି, ବାହା ହୋଇ ରୋଜଗାର କରୁଛନ୍ତି 10 ଲକ୍ଷ ଟଙ୍କା। ଏମିତି 2 ହିନ୍ଦୁ ଝିଅଙ୍କୁ ବାହା ହୋଇ ମୁସଲିମ ସଂଗଠନ ଠାରୁ 20 ଲକ୍ଷ ଟଙ୍କା ପାଇଲାଣି ସ୍ୱାମୀ। ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୁସଲମାନ ମହିଳା ଫରିଦା ଖାତୁନ। ଆଜି ଇଣ୍ଡିଆ ଭର୍ସେସ ସାଉଥ ଆଫ୍ରିକା ଟି-20ର ନିର୍ଣ୍ଣାୟକ ଲଢ଼େଇ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି-20 ଅନ୍ତର୍ଜାତୀୟ ସିରିଜ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର ଶେଷ ମ୍ୟାଚ୍ ରହିଛି। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ 2-1ରେ ଆଗୁଆ ରହିଛି। ଲକ୍ଷ୍ନୌରେ ଖରାପ ପରିସ୍ଥିତି ଯୋଗୁଁ ଚତୁର୍ଥ ଟି-20 ମ୍ୟାଚ୍ ଗୋଟିଏ ବି ବଲ୍ ନ ଖେଳି ଅତିରିକ୍ତ ହୋଇଥିଲା। ଏହି ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ଖବର, ଖୋର୍ଦ୍ଧାରେ ସାଂଘାତିକ ଛାତ୍ରବୃତ୍ତି କେଳେଙ୍କାରୀ। ଜାଲ୍ ସାର୍ଟିଫିକେଟ୍ ଦେଇ ଟଙ୍କା ହଡପ ଘଟଣା।
7ଟି କଲେଜରେ 149ଟି ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା। ସିଏଜି ଅଡିଟ୍ରୁ ଏ ସମ୍ପର୍କରେ ଖୁଲାସା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖୋର୍ଦ୍ଧା ପୋଲିସ। ଛାତ୍ରଛାତ୍ରୀଙ୍କ ବିରୋଧରେ ଠକେଇ ନେଇ ଆଇପିଏସ୍ ଦଫା 420, 35, 467, 468, 471 ଏବଂ 474 ରୁଜୁ କରିଛି ପୋଲିସ। ମିଥ୍ୟା ଆୟ ଓ ଜାତିଗତ ପ୍ରମାଣପତ୍ର ଦାଖଲ କରି 149 ଛାତ୍ରଛାତ୍ରୀ ଯୋଜନା କରିଥିଲେ ହଡପ। କେବଳ ସେତିକି ନୁହେଁ, କଲେଜରେ ଆଦୌ ନାଁ ନ ଲେଖାଇ କିମ୍ବା ଅନୁପସ୍ଥିତି ଥାଇ ବି ଛାତ୍ରବୃତ୍ତିର ଉଠାଉଥିଲେ ଫାଇଦା। ପରବର୍ତ୍ତୀ ଖବର, ଭୁବନେଶ୍ୱର ଏମ୍ସକୁ ଯିବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର। ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏମ୍ସ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ନିର୍ମାଣ କରାଯିବ। ବୁଧବାର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, ଶେଷ ହେବ ଇନ୍ସପେକ୍ଟର ରାଜ। ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଏବଂ କାର୍ଯ୍ୟକ୍ରମ ଅନେକ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ। ଫଳରେ ଏହାର ସୁଫଳ ଲୋକଙ୍କ ପାଖରେ ବିଳମ୍ବରେ ପହଞ୍ଚୁଛି। ଏନେଇ ସମୀକ୍ଷା ବେଳେ ଗୋଟିଏ କଥା ଆସୁଛି, ଏହା ତଦାରଖ ପ୍ରକ୍ରିୟା ଭିତରେ ରହିଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ। ଇନ୍ସପେକ୍ଟର ରାଜ ଶେଷ ହେବ। ଏଣିକି ନୀତି ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସଚିବମାନଙ୍କୁ କହିଛନ୍ତି। ପରବର୍ତ୍ତୀ ଖବର, ବୃଦ୍ଧି ପାଉଛି ଶୀତ ପ୍ରକୋପ। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା 25,830 ଅନୁଯାୟୀ ଚଳିତ ସପ୍ତାହରୁ ଜିଲ୍ଲାର ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶନିବାର ସକାଳୁଆ ବିଦ୍ୟାଳୟ ପରିବର୍ତ୍ତେ ପୂର୍ବାହ୍ନ 10ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରାଯିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜିଲ୍ଲାରେ ଶୀତ ପ୍ରକୋପ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ ଡିଇଓ ଅଜୟ କୁମାର ପାତ୍ର ଏଭଳି ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି।